ସମସ୍ତଙ୍କୁ ୱେଲକମ୍। ଦେଖ ଆମେ ସିଟି ପିଲାଙ୍କ କୋର୍ସ ଷ୍ଟାର୍ଟ ହେଇଛି। ଦେଖ ଇଏ ହଉଛି ପ୍ରଥମ ଭିଡ଼ିଓ ଯୋଉଥିରେ ଆମେ ଦେଖିବା ଏଲସିଏମ୍ ଆଉ ଏଚସିଏଫ୍ ବା ଲସାଗୁ ଆଉ ଗସାଗୁ। ଆମେ ଓଡ଼ିଆ ଆଉ ଇଂଲିଶ ଦିଟାଙ୍କରେ ପଢିବା। नो डाउट ସବୁ ପିଲାଙ୍କର ସବୁ ଯାକ କ୍ୱେଶ୍ଚିନ୍ ଯାହା ବି ଏକ୍ଜାମରେ ଆସୁଛି ସେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ବି ଆ ଦେହରେ ଅଛି। ତା ସହିତ ବହୁତ ଗୁଡ଼ିଏ କ୍ୱେଶ୍ଚିନ୍ ମଧ୍ୟ ମୁଁ ପ୍ରାକ୍ଟିସ୍ କରେଇବି ଯାହାଦ୍ୱାରା ତୁମେ ଏକ୍ଜାମରେ ତୁମକୁ ସବୁ ଆସିବ। ସେଥିପାଇଁ ତୁମେ ଲାଷ୍ଟ ପର୍ଯ୍ୟନ୍ତ ଏ ଭିଡ଼ିଓକୁ ଦେଖିବ, କାରଣ ପାଠ ପଢ଼ାରେ ସବୁ ଜିନିଷ କ'ଣ ନା ସବୁଠାରୁ ଇମ୍ପୋର୍ଟାଣ୍ଟ ହେଉଛି ନିଜର ସହଜ ଆଉ ସବୁଠାରୁ ଶାନ୍ତିପୂର୍ଣ୍ଣ ଭାବରେ କୌଣସି ଜିନିଷକୁ ଫଲୋ କରିବା ହେଲା। ତାଇ ତ ତୁମକୁ ପ୍ରଥମେ କହିବି, ତୁମେ ଯଦି এই ଭିଡ଼ିଓକୁ ଦେଖୁଛ ତେବେ ପ୍ରଥମେ ଗୋଟେ ଖାତା ଆଉ ପେନ୍ ନିଅ, ଆଉ ସାଥିରେ ତାକୁ ନେଇକି ତୁମେ ବସିକି ପଢ଼ିବାକୁ ଚେଷ୍ଟା କର ହେଲା। କାରଣ ପାଠ ପଢ଼ାରେ କପି ସାଥିରେ ରଖ, ଆଉ ନୋଟ୍ସ ମୁଁ ତମକୁ ମୋ ଟେଲିଗ୍ରାମ ଚ୍ୟାନେଲରେ ପ୍ରୋଭାଇଡ୍ କରିଦେବି। नो डाउट ତୁମେ ସେଥିରୁ ଭଲସେ ପଢ଼ିପାରିବ। ଆଉ ଗୋଟିଏ କାମ ମୋ ପାଇଁ କରିପାରିବ, ସେଟା ହେଉଛି କ'ଣ ନା ଭିଡ଼ିଓଟିକୁ ଲାଇକ୍ କରିଦେଇ ପାରିବ, ଆଉ ତୁମର କେହି ବି ସାଙ୍ଗସାଥି ଅଛି ତାକୁ ସେୟାର ମଧ୍ୟ କରିଦେବ ଏଇ ଭିଡ଼ିଓକୁ। ଏବେ ଷ୍ଟାର୍ଟ କରିବା ଭିଡ଼ିଓ। ଦେଖ एलसीएम आउ एचसीएफ देख जाको आम लसागु आ गसागु बोली कहू। एलसीएम मतलब कौन ना इंग्लिश भी पढ़िबा और ओडिया भी पढ़िबा। एलसीएम अर्थ लोएस्ट कॉमन मल्टीपल। लसागु कौन ना लघिष्ठ साधारण गुणनीयक। लघिष्ठ मतलब कौन ना छोट, ये मन रखिता। लघिष्ठ अर्थ छोट, साधारण अर्थ कौन सी जिनस माने दीटा अंक थिबा हला। साधारण ताहित गुणी गुणी तक है। ये सब जिनस मु बुझेबी गोटे गोटे करके तुम खाली वेट कर लास्ट पर्यंत है। एचसीएफ अर्थ कौन हाईएस्ट कॉमन फैक्टर, जहाँ आम गसागु बोली कहू गरिष्ठ साधारण गुणनीयक। आम ये बहुत गुड़ी वार्ड जाइले कौन ना प्रथम लघिष्ठ गरिष्ठ। लघिष्ठ अर्थ छोट, गरिष्ठ अर्थ बड़, ये दुटा तो आम जानीदे। आमर रहा कौन ना साधारण गोटे आउ गुणितक क्या कहते, गुणनीयक आम क्या कहते। प्रथम आम देखी ना कौन ना गुणितक क्या कहते आ गुणनीयक क्या कहते। देख गुणितक ताकू कहते जो सपोज धर एग्जांपल गोटे 10 मु नेली है। 10 रो गुणितक किए ना 20, जहाँ को आम मल्टीप्लाई कले जो संख्या आसीबो तामाने ये होची असंख्य नुहे। तेबे 10 रे जदि आम 2 गुणिबा तेबे 20 हबो। 10 रे 3 गुणिले 30, 10 रे 4 गुणिले 40, 10 रे 5 गुणिले 50, 10 रे 6 गुणिले 60। तेबे ମୁଁ ଯଦି କହିବି 10 ର ଗୁଣିତକ କିଏ ନା ତମେ କହିବ 20, 30, 40, 50, 60, 70 ଏମିତି ଆଗକୁ ସବୁ ଯାକ। ବୁଝିପାରିଲ? ଗୁଣିତକ ମାନେ ଏବେ ବୁଝିଗଲା। ଗୁଣିତକ ମାନେ କୌଣସି ସଂଖ୍ୟାର କ'ଣ, କୌଣସି ଗୋଟେ ସଂଖ୍ୟା ଗୁଣିଲେ ଯୋଉ ସଂଖ୍ୟା ହବ ସେଟା ହଉଛି ତାର ଗୁଣିତକ। ଦେଖ ଆମେ ଆଉ ଗୋଟେ କ'ଣ ପଢିଥିଲେ ନା ଗୁଣ ନିୟକ। ଗୁଣ ନିୟକ ମାନେ ଯଦି 10 କଥା କହିବି, ଆମେ ତା ପୂର୍ବରୁ କୋଉ ସଂଖ୍ୟା ରେ ଗୁଣିଲେ 10 ଆସିବ, ତାମାନେ ଗୁଣ ନିୟକ କେବେ ବି ସଂଖ୍ୟାଠୁ ବଡ ହବନି। ମାନେ 10 ଟୁ କେବେ ବି ବଡ ହବ ନାହିଁ ହେଲା। 10 ଟୁ କେବେ ବଡ ହବନି। ଦେଖ ଆମେ କୋଉ ସଂଖ୍ୟା ନା 1 ରେ 10 ଗୁଣିଲେ 10 ଆସିବ, 2 ରେ 5 ଗୁଣିଲେ 10 ଆସିବ, 5 ରେ 2 ଗୁଣିଲେ 10 ଆସିବ, ତେବେ 10 ରେ 1 ଗୁଣିଲେ 10 ଆସିବ। ତାମାନେ ଏଇ 1, 2, 5, 10 ହଉଛନ୍ତି 10 ର ଗୁଣ ନିୟକ। ସେମିତି ଆଉ ଗୋଟେ ସଂଖ୍ୟା ଯଦି ମୁଁ କହିବି ଧର 24, 24 ର ଗୁଣ ନିୟକ କିଏ କହିବା? 1 ରେ 24 ଗୁଣିଲେ କ'ଣ ଆସିବ 24, ତାମାନେ 1 ସବୁଥିରେ ଆସିବ। ବୁଝିପାରିଲ? ତାପରେ 2 ରେ 12 ଗୁଣିଲେ 24, ତେବେ ତାପରେ 6 ଚଉ 24, 4 ରେ 6 ଗୁଣିଲେ ତେବେ 6 ଗୁଣିଲେ ହବ। ତେବେ ଆଉ 8 8 3 24, ସରି ଆଉ 3 ଗୋଟେ ଛାଡି ଦେଇଛେ। ତେବେ 8 3 24, ସେମିତି 12 2 24, ତାପରେ 24 କୁ 24, ତାମାନେ 1 2 3 4 6 8 12 24 ସବୁ ଯାକ କହୁଛନ୍ତି କ'ଣ? ଏତିକି କହୁଛନ୍ତି କ'ଣ? 24 ର ଗୁଣ ନିୟକ ହେଲା। ଗୁଣ ନିୟକ କିଏ ବୁଝିଗଲା? ଗୁଣିତକ। ଗୁଣିତକ ମାନେ ସେ ସଂଖ୍ୟାକୁ କୌଣସି ଗୋଟେ ସଂଖ୍ୟାରେ ଗୁଣିଲେ ଯୋଉ ସଂଖ୍ୟାଟି ହବ ତା ଗୁଣିତକ ବୋଲି କହନ୍ତି। ଗୁଣ ନିୟକ କାହାକୁ କୁହାଯାଏ ନା ଯୋଉ କୌଣସି ଯୋଉ ଗୋଟେ ସଂଖ୍ୟା ଆମେ ନେଇଛେ ତାର ପୂର୍ବରୁ କୋଉ ସଂଖ୍ୟାକୁ ଗୁଣିଲେ କ'ଣ ନା 10 ହବ। ସେମିତି 1 2 5 10, ସେମିତି 10 ର ଗୁଣ ନିୟକ। ଏବେ ଆଉ ଟିକେ ଭଲସେ ଆମେ ବୁଝିବା ଆଗକୁ। ଚାଲ ଏଲସିଏମ କତିକି ହେଲା। ଦେଖ ଏଲସିଏମ ଲସାଗୁ ତ ଲଘିଷ୍ଠ ସାଧାରଣ ଗୁଣିତକ। ମୁଁ କହିଲି ଗୁଣିତକ ମାନେ କ'ଣ ନା 10 ର ଗୁଣିତକ କିଏ ନା 20, 30, 40, 50 ଏମିତି। ଯଦି ମୁଁ କହିବି 5 ର, ତମେ କହିବ ନା ଯୋଉ 10 20, ସରି 5 ର ଯଦି କହିବି 5 ଦୁନେ 10, 5 3 15, 5 20, ଏଇ ସବୁ ଗୁଡା ବୁଝିଗଲା। ଏ ସବୁ ହଉଛନ୍ତି କ'ଣ
ପାଞ୍ଚର ଗୁଣିତକ। ସେମିତି ସେ କହିଛି କଣ ନା ଲଘିଷ୍ଠ। ଲଘିଷ୍ଠ ତ ଛୋଟ, ମନେ ରଖିଥା ଛୋଟ। ସାଧାରଣ ମତଲବ କଣ ନା ଦୁଇଟି ସଂଖ୍ୟାର ମଧ୍ୟରେ ଯିଏ ଥିବ। ସପୋଜ ଯଦି ଦୁଇଟି ସଂଖ୍ୟା 12 ଆଉ 16 ହୁଏ ହେଲା, ମୁଁ ହ୍ୟାଣ୍ଡ ରାଇଟିଂ ରେ ଲେଖିଦେଇଛି ତମେ ମାନେ ବୁଝିପାରିବା ପାଇଁ। ଏସବୁ ନୋଟ ତୁମକୁ ମିଳିବ ହେଲା। 12 ତେବେ 12 ତାପରେ କଣ ହବ 24 48 60 72 84 96 ଏମିତି ଆମେ ଅନଲିମିଟେଡ ବାହାର କରିପାରିବା ଇନଫାଇନାଇଟ ଯାକେ। ସେମିତି 16 କଲେ 16 32 48 64 ତାପରେ 80 96 112 ଆମେ ଏମିତି ଯାଇପାରିବା। ଦେଖ ସେ କହୁଛି ଲଘିଷ୍ଠ ସବୁଠାରୁ ଛୋଟ। ସାଧାରଣ ମାନେ ଦିଟାଙ୍କ ସଂଖ୍ୟାରେ ଥିବ। ଆ ସହିତ ଗୁଣିତକ ମାନେ ଆମେ ଯୋଉ ଗୁଣିତକ ବାହାର କରୁଛେ ଏଗୁରା ସବୁ ଗୁଣିତକ। ଏଟା 12 ର ଗୁଣିତକ, ଏଟା 16 ର ଗୁଣ। 16 ଗୁଣିତକ ସବୁଠାରୁ ସାନ। ସବୁଠାରୁ ସାନ ଦିଟାଙ୍କରେ ଥିବା ସଂଖ୍ୟା କିଏ? 48। ଆହୁରି ବି ସଂଖ୍ୟା ଅଛି ଦିଟାଙ୍କରେ ଅଛି। ଦେଖ ଏଠି 96 ବି ଦିଟାଙ୍କରେ ଅଛି, କିନ୍ତୁ 96 ଟା ସବୁଠାରୁ ଛୋଟ ନୁହଁ, ସେଥିପାଇଁ ଏଟା ଲସଗୁ ହବ ନାଇଁ। ଲସଗୁ ଏଠି କେତେ ହବ ନା 48। କେତେ ହବ? 48 ଏଠି ହବ। ଦେଖ ଆମେ ମେଥଡ ପଢିବା। ଦେଖ ମେଥଡ କଣ ନା ସିମ୍ପଲ ମେଥଡ ଗୋଟେ ମୁଁ କହିବି। ଦେଖ ଡିଭିଜନ ମେଥଡ ଆମେ ଜାଣିଛେ। ସେ କହିଛି ମୁଁ 24 30 40 ର ଲସାଗୁ ମୁଁ ବାହାର କରିବାକୁ ନେଇଛି। ଦେଖ ପ୍ରଥମେ ଆମେ କଣ କରିବା, ଯେତେବେଳେ ଆମେ ଆକୁ ଡିଭିଜନ କରିବା ସେତେବେଳେ ମନେ ରଖିଥିବା ସଦାବେଳେ ପ୍ରାଇମ ନମ୍ବର ସହିତ ଡିଭିଜନ କରିବା। ପ୍ରାଇମ ନମ୍ବର। ପ୍ରାଇମ ନମ୍ବର ମାନେ କଣ ନା ଯିଏ ଯାହାକୁ କଣ ଆମେ ଓଡିଆରେ ମୌଳିକ ସଂଖ୍ୟା। ମୌଳିକ ସଂଖ୍ୟା ଦ୍ଵାରା ଆମେ କଣ କରିବା ଡିଭିଜନ କରିବା। ମୌଳିକ ସଂଖ୍ୟା ଯାହାର 1 ବା 2 ଦ୍ଵାରା କଣ ମାତ୍ର ଦୁଇଟି ଗୁଣନୀୟକ ଥିବ। ଗୁଣନୀୟକ କେତେଟା? ଦୁଇଟି ଗୁଣନୀୟକ ଥିବ, ତାକୁ ଆମେ ମୌଳିକ ସଂଖ୍ୟା ବୋଲି କହୁ। ଏବେ ଦେଖିବା ମୌଳିକ ସଂଖ୍ୟା କିଏ କିଏ ନା ଯଦି ଆମେ କହିବା 2 3 5 7 11 ଏ ଯୋଉ 11 ଏଇ ସବୁ ଜିନିଷର ଆମେ କଣ କରିବା ଆକୁ ଡିଭିଜନ କରିବା। ଦେଖ ଆମେ ଯଦି 24 30 40 କୁ 2 ଦ୍ୱାରା ଡିଭିଜନ କଲେ 12 15 20 ରହିଲା। ତେବେ ପୁଣି 2 ଦ୍ୱାରା ଯୋଉ ପର୍ଯ୍ୟନ୍ତ ଏଟା କଣ ନା 1 ନ ହେଇଯାଇଛି, 1 ନ ହେଇଛି ସେଇ ଯାଏଁ ଆମେ ଡିଭିଜନ କରିବା। ସେମିତି ଦେଖ ଆମେ ଆଗେ ଛୋଟରୁ କରିବା। 2 2 କଲେ ଦେଖ 2 ରେ କଲେ 6 15 10 ରହିଲା। ତାପରେ ପୁଣି 3 ରେ ଡିଭିଜନ କଲେ ରହିଲା କେତେ ନା 3 ଦୁନେ ସରି 3 ଦୁନେ 6 ତେବେ 3 ପଞ୍ଚା 15 ସରି ଏଟା 3 ଅଛି। ଏଟା ଡିଭିଜନ କଲେ କେତେ ହବ 3 କେ 3 ତେବେ ଏଟା କେତେ ହବ 5 ତେବେ ଏଟା ହବ 5 ତା ସହିତ 5 ଡିଭିଜନ କଲେ 1 1 ରହିଲା। ତେବେ ଏଟା କେତେ ହେଇଗଲା 2 ଗୁଣନ 2 ଗୁଣନ 2 ଗୁଣନ 3 ଗୁଣନ 5। ତାମାନେ ଏଟା ଯେତିକି ହବ ସେଇଟା ହଉଛି କଣ ହବ ଆମର ଏଲସିଏମ ହବ। ଏଟା ଆମର ଯେତିକି ହବ ଏଲସିଏମ। ଏଲସିଏମ ରେ ଆମେ କଣ ନା ଯୋଉ ପର୍ଯ୍ୟନ୍ତ ଏଇଟା ତଳ ଭାଗ ଶେଷଟା କେତେ 1 1 ରହିନି ସେଇ ପର୍ଯ୍ୟନ୍ତ ଆମେ କଣ କରିବା ସବୁ ଜିନିଷକୁ କରିବା। ବୁଝିଗଲା ଏବେ। ଏବେ ଆଉ ଗୋଟେ ମେଥଡ ଅଛି ଫ୍ୟାକ୍ଟରାଇଜେସନ। ତମେ ତାକୁ ଜାଣୁନି, ତାକୁ ମୁଁ କ୍ୱେଶ୍ଚିନ୍ ଭିତରେ ତୁମକୁ କହିଦେବି। ଏଇ ସବୁ ଜିନିଷ ତୁମକୁ ନୋଟରେ ମିଳିବ, ତମେ ତାକୁ ପଢିପାରିବ ଜାଣିବା ପାଇଁ। କିନ୍ତୁ ମୁଁ କ୍ୱେଶ୍ଚିନ୍ କଲାବେଳେ ତାକୁ ଭଲସେ ବୁଝେଇଦେବି ହେଲା। ନୋ ଡାଉଟ କ୍ୱେଶ୍ଚିନ୍ ରେ କଲେ ତମେ ଆଉ ଟିକେ ଭଲସେ ବୁଝିପାରିବ। ବୁଝିଗଲା। ଏବେ ଦେଖିବା ଏଚସିଏଫ। ଏଚସିଏଫ ଆଗେ ପଢିଦବା, ତାପରେ ଏକାଥରେ କ୍ୱେଶ୍ଚିନ୍ କରିକି ଯିବା। ମୁଁ ଯାହା କହିଛି ତାକୁ ସେଇଠି ମୁଁ ଆଉଥରେ ରିଭିଜନ କରେଇବି। ବୁଝିପାରିଲ। ଏଚସିଏଫ ଅର୍ଥ ହଉଛି ହାଇଏଷ୍ଟ କମନ ଫ୍ୟାକ୍ଟର, ଯାହାକୁ ଆମେ ଗରିଷ୍ଠ ସାଧାରଣ ଗୁଣନୀୟକ ବୋଲି। ଗରିଷ୍ଠ ଅର୍ଥ କଣ ନା ବଡ। ଗୁଣନୀୟକ ଅର୍ଥ କଣ ନା ଯଦି 10 ର ଗୁଣନୀୟକ କାହାକୁ କହିବି ନା 1 2 5 10 ତାମାନେ ଗୁଣନୀୟକ ସଦାବେଳେ ସଂଖ୍ୟାଠୁ ଛୋଟ ହେଇଥିବା ଦରକାର। ତାମାନେ 12 ର ଗୁଣନୀୟକ ମୁଁ ଯଦି କହିବି 1 2 3 4 6 12, ତେବେ 16 ର ଯଦି କହିବି 1 2 4 8 16, ତାମାନେ ସବୁଠାରୁ ବଡ ଗରିଷ୍ଠ ସବୁଠାରୁ ବଡ ଗୁଣନୀୟକ କିଏ ଯେ ଦିଟାଙ୍କ ଭିତରେ ଅଛି। ଦେଖ ସବୁଠାରୁ ବଡ କଥା କହିଛି ମୁଁ, ଛୋଟ କଥା ଏଠି କହୁନାହିଁ। ତେବେ ଏଠି 2 ବି ଅଛି, ଏଠି 1 ବି ଅଛି। ଦେଖ ଏଠି 4 ଅଛି। ଏଠି କଣ ଅଛି ନା 4 ଅଛି। ତା ମତଲବ ଏଠି କୁହ ତେବେ ଦିଟାଙ୍କ ଭିତରେ କିଏ ଅଛି 4 ଅଛି। ଆରେ 4 ଅଛି ତାମାନେ ଏଟା ସାଧାରଣ କଣ ହବ ଗୁଣନୀୟକ କେତେ, ଏ ଯୋଉ ଗୁଣନୀୟକ କେତେ ହବ ଦିଟାଙ୍କ ଭିତରେ ଅଛି ସବୁଠାରୁ ବଡ ସାଧାରଣ ଗୁଣନୀୟକ 4। ତେବେ ଏଇଟା ହଉଛି ଗସାଗୁ। ବୁଝିଗଲା। ମୁଁ ଟିକେ ଡିପଲି ବୁଝଉଛି, ତାପରେ ମେଥଡ ରେ ବୁଝେଇବା। ବୁଝିଗଲା। ତାପରେ ଦେଖ ଆମେ କଣ କରିବା ନା 4 ଯେତେବେଳେ ଗସାଗୁ ଏଠି ହେଲା, ଦେଖ ଆମେ ଯଦି ବାହାର କରିବା ମେଥଡ ରେ କେମିତି ବାହାରିବ। ଆମେ ଜାଣିଛେ ଆଗରୁ ଛୁଆ ବେଳୁ ଶିଖିଛେ ମେଥଡ। ଆରେ ମେଥଡ ଶିଖିଛେ ନା ଆମେ ଡିଭିଜନ କରିବା ମେଥଡ ଅଲରେଡି ଶିଖିଛେ। ତେବେ 12 ଆଉ 16 ଆମେ ନେଲେ କଣ ହବ ନା ପ୍ରଥମେ 2 ରେ କଟିଯିବ, ଏଟା 6 ଏଟା ହେଇଯିବ 8, ପୁଣି କୋଉଥିରେ କଟିଯିବ ନା 2 ରେ, ତେବେ 3 ହେଇଯିବ 4। ତାମାନେ ଦିଟାଙ୍କ ଆଉ କଟିବ ନାହିଁ। ତାମାନେ
गसागु मतलब ସେଇଆ जो पर्यंत दिटा अंक डिवीजन होउथिबो सेई जंगे डिवीजन करिवो जोठी दिटा अंक कटिबोनी सेठी छाड़ दबो जोठी सब संख्या डिवीजन न होबो सेठी छाड़ी दबो ता माने एठो नबानी तबे आमे कोउटा जो गुणिबा तबे 2 रे 2 2 दुने केते हबो 4 तबे सेमती डिवीजन मेथड आमे देखिबा देखो डिवीजन मेथड रे मु कोन करछि ना सेई 24 30 ଆଉ 40 ନେଇଛି ଦେଖ 24 30 ଆଉ 40 ନେଇଛି ଦେଖ ଆମେ 24 30 40 କୁ ପ୍ରଥମେ ଛୋଟରୁ କାଟିବେ ତେବେ 2 ରେ କାଟିଲେ 12 15 20 ତେବେ ଦେଖ ଆମେ ଏଠି ଆଉ କାଟି ପାରିବେ କି ତିନିଟା ଅଙ୍କ କଟିଲା ଭଳିଆ କୋଉ ସଂଖ୍ୟା ଅଛି କି ନାହିଁ କାରଣ ଆମେ ଯଦି 2 ନବା ଦିଟା କଟିବ ତେବେ ଆଉ ଗୋଟେ କଟିବନି 3 ନେଲେ ଏମିତି ଦିଟା କଟିବ ଆଉ ଗୋଟେ କଟିବ ନା ସେଥିପାଇଁ ଆଉ ଏଠୁ ଡିଭିଜନ କରିବେନି ତେବେ ଏଠି ଏଚସିଏଫ କେତେ ହବ 2 ହିଁ ଏଠି ଏଚସିଏଫ ହବ ସେମିତି ଯୋଉ ପର୍ଯ୍ୟନ୍ତ ତିନୋଟିଆଙ୍କ ସଂଖ୍ୟା ଏଠି କଟିବ ସବୁ ସଂଖ୍ୟା କଟୁଥିବ ସେଇ ପର୍ଯ୍ୟନ୍ତ ତମେ ଡିଭିଜନ କରିବ ଯୋଉ ପର୍ଯ୍ୟନ୍ତ ସବୁ ସଂଖ୍ୟା ଡିଭିଜନ ହବନି ସେଇଠି ତମେ ଛାଡିଦବ ସେଇଠି ତମେ କଣ କରିବ ଗୁଣିଦେବ ଦେଖିବା ଆମେ 10 20 30 ରେ ଆମେ କଣ କରିବା ଡିଭିଜନ କରିବେ ଦେଖ 2 ରେ ଡିଭିଜନ କଲେ 5 ହବ ତେବେ ଏଟା କେତେ ହବ 2 ରେ ଡିଭିଜନ କଲେ 10 2 ରେ ଡିଭିଜନ କଲେ 5 ହବ ଯେ ପୁଣି ତିନିଟାଙ୍କ ଡିଭିଜନ ହବ କୋଉଥିରେ ହବ ନା 5 ରେ ହବ ତେବେ ଆମେ 5 କେ 5 5 ଦୁନେ 10 ତେବେ 5 3 15 ଆଉ ଏଠି ହବ ଏଉଠୁ ଆମେ ଛାଡ଼ିଦବା ତେବେ କେତେ ହବ HCF 5 ଦୁନେ 10 10 ହବ ଏଠି HCF ହେଲା ଦିଅ ଇଏ ହଉଛି ଫ୍ୟାକ୍ଟରାଇଜେସନ ମେଥଡ ଯାହାକୁ ମୁଁ ଅଲରେଡି ଡିସ୍କସନ କରିଛି ହେଲା ମୋର ଏଇ ନୋଟ ର ଅଛି ତୁମେ ତାକୁ ନେଇକି ପଢି ପାରିବ ନହେଲେ ମୁଁ କ୍ୱେଶ୍ଚିନ୍ କଲା ବେଳେ କରେଇଦେବି ମୁଁ ସେଟାକୁ କହିଛି ମୁଁ ନୋଟ କରିଦେଇଛି ଏଇଥିପାଇଁ କି ତମମାନେ ତାକୁ ପଢିକି ଭଲସେ ଜାଣିପାରିବ ଆଉ ମୁଁ କ୍ୱେଶ୍ଚିନ୍ କଲା ବେଳେ ସବୁ ଜିନିଷ ଭଲସେ କରିବି ଦେଖ ଫ୍ରାକ୍ସନ ରେ ଦିଟା ଫର୍ମୁଲା ଅଛି ମନେ ରଖିଥା HCF ରେ ଗୋଟେ LCM ରେ ଗୋଟେ ଫ୍ରାକ୍ସନ ରେ ଯଦି ଦେଇଥିବ ଦେଖ ଯଦି ଫ୍ରାକ୍ସନ କଥା କହିବି କଣ ନା ଲବ ଥିବ ଉପରେ ହର ଥିବ ତ ମାନେ 1/2 ଏଇଟା ହଉଛି ଲବ ଏଇଟା ହଉଛି ହର ଏଇଟା ହଉଛି ଫ୍ରାକ୍ସନ ତେବେ ଦେଖ ଯେତେବେଳେ ଫ୍ରାକ୍ସନ ର LCM HCF ଦେଇଥିବ ଧରି 1/2 4/5 6/7 ଏମିତି ଦେଇଥିବ ଆର LCM ବାହାର କରିବାକୁ ସେତେବେଳେ ମନେ ରଖିଥା ଉପର ସଂଖ୍ୟା ମାନଙ୍କର LCM ବାହାର କରିବ ତଳ ମାନଙ୍କର ହର ମାନଙ୍କର HCF ଇଏ ହଉଛି ଫର୍ମୁଲା LCM ର HCF ରେ କଣ ନା ଲବ ମାନଙ୍କର ଉପର ଗୁଡାର HCF ଭାଇ ତଳ ସଂଖ୍ୟାର LCM ବାହାର କରିବ ବୁଝିଗଲା ଏ ଦିଟା ଫର୍ମୁଲା ତୁମେ ମନେ ରଖିଦବ ହେଇଯିବ ତାପରେ ଗୋଟେ ଇମ୍ପୋର୍ଟାଣ୍ଟ ଦେଖ ତୁମ ଏକ୍ସାମ ରେ ବି ଆସିଛି ଆଗକୁ ଆସିବି ପାରେ ଦେଖ ଯଦି କୌଣସି ଗୋଟେ ସଂଖ୍ୟା ଏଇ ଦିଟାଙ୍କ ଫର୍ମୁଲାକୁ ତମେ ଖାଲି ମନେ ରଖିଥାଅ ମୁଁ କ୍ୱେଶ୍ଚିନ୍ ରେ କୋଉଠି ତୁମେ ଲଗେଇବ ମୁଁ ତାକୁ କଣ କହିଦେବି ହେଲା ବୁଝିପାରିଲା ଏବେ ଯିବା କ୍ୱେଶ୍ଚିନ୍ ଦେଖିବା କ୍ୱେଶ୍ଚିନ୍ ଆମେ ଆଉ ସବୁ ଜିନିଷ ସଲ୍ଭ କରିବା ପ୍ରିଭିୟସ ଇୟର ବି କ୍ୱେଶ୍ଚିନ୍ ଆମେ ଦେଖିବା नो डाउट ଆମେ କେବଳ ଏସବୁ ଜିନିଷ ଦେଖିବାନି क्वेश्चन ସହିତ ପ୍ରାକ୍ଟିସ କରିବା ଦରକାର କାରଣ ପ୍ରାକ୍ଟିସ ମ୍ୟାଥ ରେ ଇମ୍ପୋର୍ଟାଣ୍ଟ ମ୍ୟାଥ ରହୁଛି ପ୍ରାକ୍ଟିସ ହେଲା ବୁଝିଲା ତେବେ ଏବେ ଦେଖ ଦେଖିବା ନମ୍ବର 1 ସେ କହିଛି 120 240 480 ର LCM ବା ଲସାଗୁ କେତେ ହବ ତେବେ ଆର ଲସାଗୁ କେତେ ହବ ଦେଖ 120 240 480 ର ଲସାଗୁ ଆମେ କେତେ ବାହାର କରିବା ବୁଝିଲା ଏବେ ଆମେ ଯଦି ଏଟା ବାହାର କରିବା 2 ରେ କାଟିଲେ ଏଟା 60 ହବ 2 ରେ କାଟିଲେ ଏଟା 120 ହବ ଏଟା 2 ରେ କାଟିଲେ 240 ହବ ପୁଣି 2 ରେ କଟ ଯିବା ଆମେ ଜାଣି ପାରୁଛେ ତେବେ 2 ରେ କାଟିଲେ ଏଟା 30 ହବ 2 ରେ କାଟିଲେ ଏଟା 60 2 ରେ କାଟିଲେ 120 ଆମେ ଜାଣିଛେ ପୁଣି 0 ଅଛି ମାନେ 2 ରେ କଟିବ ତେବେ ଏଟା କେତେ 15 ତେବେ 2 ରେ କାଟିଲେ 30 2 ରେ କାଟିଲେ କେତେ ହବ 60 ସେମିତି ଏଟା ଆଉ 2 ରେ ସବୁ ଯାକ କଟିବନି ଯଦି 2 ରେ ବି କାଟିବା ଦିଟା କଟିବ ତେବେ 2 ରେ କାଟ ଦେଖିବା 15 କୁ 15 ରଖିଦିଅ ଏଇଟା ବି 15 ହେଇଯିବ ଏଟା ବି 30 ହେଇଯିବ ଦେଖ ଆମେ ଏବେ 3 ରେ କାଟି ପାରିବା ତିନିଟାଙ୍କ 3 ରେ କଟିବ 3 ରେ କାଟି ପାରିବା 3 ପଞ୍ଚା 15 3 ପଞ୍ଚା 15 300 ସରି 3 ଦଶା କେତେ ହବ 30 ତେବେ ଆମେ ଏଠି କଣ କରିପାରିବା 5 ରେ କାଟିଦବା 5 କେ 5 5 କେ 5 ତେବେ 5 ଦୁନେ 10 ପୁଣି 2 ରେ ଆମେ କାଟି ପାରିବା କଣ 1 ଆଉ 1 1 ରହିଲା ତେବେ ଆମେ ଏଠି ଗୁଣିବା ଯଦି କଣ ହବ ନା ଦେଖ ଏଠି କେତେଟା ହେଲା ଏବେ 2 ଗୁଣନ 2 ଗୁଣନ 2 ଗୁଣନ 2 ଗୁଣନ ଆଉ ଗୋଟେ ତଳେ 2 ଅଛି ଦେଖ ତାପରେ 3 ଗୁଣନ 5 ଅଛି ତେବେ 1 2 3 4 5 2 ର 5 2 ଦୁନେ 4 ଦୁନେ 8 ଦୁନେ 16 ଦୁନେ 32 ଗୁଣନ 3 ଗୁଣନ 5 ତେବେ 32 ଗୁଣନ 3 ଗୁଣନ 5 ହେଲେ କେତେ ହବ ତେବେ ଏଟା ଯଦି କରିବା 5 3 15 32 ରେ 15 ଗୁଣିବା 5 ଦୁନେ 10 ଶୂନ ରଖି 1 5 3 15 1 16 1 ଦୁନେ 2 1 3 3 ତାମାନେ ଏଟା ହବ 0 8 4 480 ଏଠି ଆନ୍ସର ହବ
480 एटी आंसर हम देखो ये मु केड़े बड़टी कली तुमको बुझेबा पई देखो ये केते बड़ मु गोटे कली कौन करिया आकु बुझेबा पई केते बड़टी कली ये होची कौन ना आमे शिखिथिबा छोट छुआंको मेथड बुझि पाइला आमे जोटा शिखिथिले किंतु तमे जेतु सिटी परीक्षा दउचो भी मन रखिता तुमको किछि मु बहुत गुडे फार्मूला सहित भलसे शिखै दउची तुमे शिखि नियो देखो जदि कोनोसी जगह 120 240 480 ଅଛି ଦେଖ ଯଦି ବଡ ସଂଖ୍ୟା ଭିତରେ ଛୋଟ ସଂଖ୍ୟା ଆସେ ଦେଖ କେମିତି ମୁଁ କଥା କହୁଛି କଣ 480 ତେବେ ଦେଖ 480 ଭିତରେ 240 ଅଛି ନା ନାଇଁ ଅଛି କଣ ପାଇଁ ନା ଦେଖ 240 2 ଗୁଣିଲେ କେତେ 480 ହବ ବୁଝିଲ ସେଥିପାଇଁ ଆମେ ଆକୁ କାଟିଦବା ଦେଖ 480 ଭିତରେ 120 ଅଛି ନା ନାଇଁ ଅଛି କାରଣ 120 4 ଗୁଣିଲେ ଆମକୁ ମିଳିବ କେତେ ନା 480 ତା मतलब ଏଟା ବି 100 ଯୋଉ କଣ 480 ଭିତରେ ଅଛି ତା ମାନେ ଦିଟା ସଂଖ୍ୟାକୁ କାଟି ଦିଅ ସବୁଠାରୁ ବଡ ସଂଖ୍ୟାଟି ହବ କଣ ଲସାଗୁ ତେବେ ଅପସନ ଏ ହଉଛି ଆନ୍ସର ଇଏ ଯେମିତି ମନେ ରୁହେ ହେଲା କୋଉଠି ଯଦି ଦେଇ ଦେଇଥିବ 15 30 60 ମତେ କୁହ 30 60 ଭିତରେ ଅଛି ନା ନାଇଁ ତେବେ 30 କୁ ଆମେ ନବାନି 15 60 ଭିତରେ ଅଛି ନା ନାଇଁ ଅଛି 15 + 60 ତେବେ ଆମେ ନବାନି ତେବେ ଏଠି ଲସାଗୁ କେତେ ହବ ନା 60 ସବୁଠୁ ବଡ ସଂଖ୍ୟା କଣ ହବ ଲସାଗୁ ହେଇଯିବ ବୁଝିଗଲା ଏବେ 2 ମିନିଟ ରେ ଆମର ବାହାରି ଗଲା ଶିଖିଗଲ ଦେଖିବା ସେକେଣ୍ଡ क्वेश्चन ରେ କଣ ଅଛି ଦେଖ क्वेश्चन नंबर 2 ଆମେ ସେମିତି फाइंड करिवे ଦେଖ ତିନିଟା ସଂଖ୍ୟା ଦେଇଛି 25 30 60 ମୁଁ ଲେଖୁଛି 25 30 ଆଉ 60 ମତେ କୋ 60 ଭିତରେ 30 ଅଛି ନା ନାହିଁ ଆମେ ତାକୁ ନବାନି କାଟି ଦବା ଆମେ ବାହାର କରିବା କେବଳ 25 ଆଉ 60 ର ଲସାଗୁ ତେବେ ଆମେ କାଟିଲେ କେତେ ହବ ଏଠି ଆମେ ଡାଇରେକ୍ଟ 5 ରେ କାଟିଲେ 5 5 25 5 12 ହବ ତେବେ ଆମେ 12 ହବ 5 ତା ମାନେ ଏଠି କେତେ ହେଲା 5 ଯଦି ଆମେ ଆଉ ଥରେ 5 ରେ କାଟିବା 1 ହବ ତେବେ 12 ହବ ଯଦି ଆମେ ପୁଣି 12 ରେ କାଟି ଦିଅ ଡାଇରେକ୍ଟ ଏକାଥରେ କଣ ହବ 1 ଆଉ 1 ରହିବ ତେବେ କଣ ହବ 5 ଗୁଣନ 5 ଗୁଣନ 12 କରିଦବା କାରଣ ଜଲ୍ଦି ହବ 5 25 25 ରେ 12 ଗୁଣିଲେ 25 ରେ 12 ଗୁଣିଲେ ଏଟା ବାହାରିବ କେତେ ନା 300 କାରଣ 25 ଦଶା 250 25 ଦୁନେ 50 ହେଲା 300 ହଉଛି ଆନ୍ସର ବୁଝିହେଲା ଯଦି ଆମେ ଆଉ ଟିକେ ଆକୁ ଟ୍ରିକ୍ସ ରେ नबा ଯଦି ମୁଁ ଫ୍ୟାକ୍ଟର ଆଧିରେ ବାହାର କରି କରିବି ଦେଖ ମୁଁ ତମକୁ ସବୁ ଭାବରେ କହୁଛି ଆଉ ତୁମେ ତାକୁ ଭଲସେ ପୁରା ବୁଝ ବୁଝିହେଲା ଆମେ ଏଟା ତ ସିମ୍ପल କଥା ଜାଣିଲେ ଏବେ ଦେଖିବା ଫ୍ୟାକ୍ଟରାइजेशन ଆମେ କେମିତି ଆଉ ଟିକେ ସିମ୍ପଲିଫାयर ଆକୁ ଜल्दी କରିପାରିବା ଦେଖ ମୁଁ ତମକୁ କହିଲି 30 ଆମେ ନବାନି ନବା କଣ ନା 25 ଆଉ 60 ମତେ को 25 को डिवाइड कले कौन हला ना 5 गुणन 5 60 को डिवाइड कले कौन हबो 5 गुणन 12 मने रखिथा एठी कौन अछि ना 5 ର ସ୍କୋୟାର ଏଠି ଅଛି କଣ 5 ର 1 12 1 ଏ ମନେ ରଖିଥା ଦିଟାଙ୍କ ଭିତରେ ସବୁ ଯାଙ୍କ ସଂଖ୍ୟାକୁ ନବ କିନ୍ତୁ ସବୁଠାରୁ ବଡ ଯୋଉଟା ଅଛି ସ୍କୋୟାର ତାକୁ ଆମେ ନବା ବଡ ସ୍କୋୟାର ମାନେ ମାକ୍ସିମମ୍ ପାୱାର ଆମେ ଏଥିରେ ନବା ତା ମାନେ ଦେଖ ଏଠି ବି 5 ଅଛି ଏଠି ବି 5 ଅଛି ତା ମାନେ ଏଲସିଏମ ଆମେ ଯେତେବେଳେ ବାହାର କରିବା 5 ର ସ୍କୋୟାର ନବା ତେବେ 12 ଏଠି ଅଛି ତା ମାନେ 12 ର 1 ନବା 5 ର ସ୍କୋୟାର 25 ଗୁଣନ 12 ହଉଛି କେତେ ହବ 300 ତେବେ ଅପସନ ଡି ହଉଛି ଏଠି ଆନ୍ସର ତୁମେ ଯେ କୌଣସି ମାଧ୍ୟମରେ ତମେ ଆକୁ କରିପାରିବ नो डाउट ହେଲା ମୁଁ ତମକୁ ସବୁ ଜିନିଷ ଡିଟେଲିଂ ରେ କହିକି ଯାଉଛି ବୁଝିପାରିଲ ଦେଖ क्वेश्चन नंबर 3 क्वेश्चन नंबर 3 ଦେଖ ସେ କହିଛି 18 24 36 ଦ୍ୱାରା ଠିକ ଭାବରେ ବିଭାଜ୍ୟ ହେଉଥିବା ସର୍ବନିମ୍ନ ସଂଖ୍ୟା କୋଉଟା ଯୋଉଟା 18 24 ଆଉ 36 ଦ୍ୱାରା ପୁରା କଣ ସର୍ବନିମ୍ନ मतलब ଏଠି ମନେ ରଖିତା एलसीएम मतलब ଏଠି ହେଇଥିବ ହେଲା ଠିକ ଭାବରେ ବିଭାଜ୍ୟ ହେଉଥିବା ସର୍ବନିମ୍ନ ସଂଖ୍ୟାଟି କେତେ ଆମେ ତାକୁ ଆମେ କଣ କରିବା ବାହାର କରିବା ଏଇ ଯୋଉ 18 24 36 ଦ୍ୱାରା କଣ ହେଇଯିବ ସେ ବିଭାଜ୍ୟ ହେଇଯିବ ସେ ସଂଖ୍ୟାଟି ବୁଝିପାରିଲ डायरेक्ट କିଛି ନାହିଁ 18 24 ଆଉ 36 ର ଆମେ କଣ କରିବା ନା ଲସାଗୁ ନେଇଯିବା ଏଠି ତୁମେ ଦେଖି ପାରୁଥିବ ଦେଖ 18 ଦୁନେ 36 ତେବେ 18 କୁ ନ ନେଲେ ଆମର ଚଳିବ ତେବେ ଆମେ ଏଠି କଣ କରିପାରିବା 2 ରେ କାଟିଲେ 24 କେତେ ହବ 12 2 ରେ କାଟିଲେ 18 ତେବେ ଆମେ ଯଦି ଏଠି ପୁଣି 2 ରେ କାଟିବା 6 ଏଠି ପୁଣି କାଟିଲେ 9 ଯଦି ଆମେ 3 ରେ କାଟିବା 2 ତେବେ 3 ରେ କାଟିଲେ 3 ପୁଣି 2 ରେ ଯଦି ଆମେ କାଟିବା 1 ପୁଣି 3 ତେବେ ଏଠି 3 ରେ କାଟିଲେ ପୁଣି 1 1 ହେଇଗଲା ତେବେ ଆମ ଏଠି କଣ ବଞ୍ଚିଲା ନା 2 ଗୁଣନ 2 ଗୁଣନ 2 ଗୁଣନ 3 ଗୁଣନ 3 2 ଦୁନେ 4 ଦୁନେ 8 8 3 24 3 72 24 3 କେତେ 72 ତେବେ ଅପସନ ଡି ହଉଛି ଆନ୍ସର ବୁଝିହେଲା
କୌଣସି ବି क्वेश्चन आंसर ତୁମେ ଛାଡ଼ିବ ନାହିଁ। ମୁଁ ତୁମର ଏତେ ସହଜ क्वेश्चन ବି ଆସୁନି, ସେଥିପାଇଁ ସବୁ ଜିନିଷକୁ କଭର କରିଦେଉଛି ଯୋଉଟା ତୁମ ଏକ୍ସାମରେ ଆସିବାକୁ ରିଲେଟେଡ୍, ବୁଝିପାରିଲ। ତେବେ 4 ନମ୍ବର ଦେଖ, ଫାଇଣ୍ଡ ଦ ଏଲସିଏମ୍ ଅଫ 2 6 3 5 ଆଣ୍ଡ 5 ର କ୍ୟୁବ। ଦେଖ, ଆମେ ସଦାବେଳେ ମନେ ରଖିବା ସବୁ ସଂଖ୍ୟାକୁ କନସିଡର କରିବା, ନମ୍ବର ସବୁକୁ ନବା, ଆଉ ହାଇଏଷ୍ଟ ପାୱାର ନବା। କଣ ନବା? ହାଇଏଷ୍ଟ ପାୱାର ନବା। ହାଇଏଷ୍ଟ ପାୱାର ଆମେ ନବା, ବୁଝିହେଲା। ହାଇଏଷ୍ଟ ପାୱାର ନବା। ଦେଖ, ଆମେ 2 ନବା, କିନ୍ତୁ ଏଠି ବି 2 ଅଛି, କିନ୍ତୁ ସବୁଠାରୁ ହାଇଏଷ୍ଟ ପାୱାର ଯୋଉଟା ଆମେ ସେଟାକୁ ଏଠି ନବା। ମନେ ରଖିଥା, ଏଠି ସବୁଠାରୁ କୋଉଟା ନବା? ହାଇଏଷ୍ଟ ପାୱାର ଟା ନବା। ତେବେ ମୁଁ ଏଠି ଲିଭେଇ ଦଉଛି, ଆଉ ଥରେ ମୁଁ ତାକୁ କରୁଛି। ଦେଖ, ତେବେ ହାଇଏଷ୍ଟ ପାୱାର ଆମେ ନେଲେ କଣ ହବ ନା 2 ର 6 ହବ ଏଠି। ତେବେ 3 ଏଥରେ ଅଛି, 3 ବି ଏଥରେ ଅଛି, ଆମେ କଣ ନବା? 3 ର ହାଇଏଷ୍ଟ ପାୱାର। ତେବେ 3 ର ହାଇଏଷ୍ଟ ପାୱାର କୋଉଟା ନା 3 ର 6 ଅଛି ଏଇଠି। ଦେଖ, ତାପରେ 5 ନବା। ଦେଖ, 5 ର 5 କୋଉଠି ଅଛି ନା ଏଇଟା ଅଛି 5 ର 5। ତେବେ 7 ତ ଗୋଟିଏ ଅଛି, 7 ର ସ୍କୋୟାର ଏଇଟା କୋଉଠି ଅଛି? ଦେଖ, ଏଠି ଅଛି 6 10 ନୁହଁ, ଏଟା ନୁହଁ। ଅପସନ ଡି ଆନ୍ସର। 2 ର 6, 3 ର 6, 5 ର 5 ଆଉ 72 ହଉଛି ଅପସନ ଡି ଆନ୍ସର ଏଠି। ଦେଖ, ସେମିତି ଆମେ 5 ନମ୍ବରଟା କରିପାରିବା ସବୁଠାରୁ। ଏଠି ଦେଖ, ଗୋଟେ ଡିଫରେଣ୍ଟ ପ୍ରକାରର ମାଇଣ୍ଡ ସେଟ୍ ଅଛି। ଦେଖ, क्वेश्चन ଅପସନ ଗୋଟେ ଅଲଗା ଅଛି। ଦେଖ, ଏଠି 2 ଅଛି, କିନ୍ତୁ ଏଠି 8 6 4 9 ଦେଇଛି। ଆମେ କଣ କରିବା? ଆଗେ ଆକୁ କନଭର୍ଟ କରିବା। ଦେଖ, ଆମେ ଏଇଟାକୁ କନଭର୍ଟ କରିପାରିବା 2 ରେ। ଯଦି ଆମେ 2 ରେ କନଭର୍ଟ କଲେ 2 ର କ୍ୟୁବ ବାଇ ସ୍କୋୟାର, ତାପରେ ଆମେ ଗୁଣିବା 2 ଇଣ୍ଟୁ 3 ର କ୍ୟୁବ ଆମେ କରିପାରିବା। ଯଦି ୟାକୁ ଆଉ ଟିକେ ସିମ୍ପ୍ଲିଫାଏ କରିବି ମୁଁ, କଣ ହବ? 3 ଦୁନେ 6, ତେବେ 2 ର 6 ହବ, ତେବେ 2 ର କ୍ୟୁବ ହବ, ତେବେ ଏଠି 3 ର କ୍ୟୁବ ହବ। ତେବେ ମୁଁ ଜାଣିଛି ଏଟା 2 ଅଛି ମାନେ ଏଟା 2 ର 9 ହବ, ଆଉ ଏଟା 3 ର କ୍ୟୁବ ହବ। କାରଣ କଣ ପାଇଁ ନା ଏଠି 2 ଅଛି, ତେବେ ଏଟା ଗୁଣନ ଅଛି, ତେବେ ମାନେ ଦିଟାଙ୍କ ମିଶିଯିବ। 6 ପ୍ଲସ 3 ହଉଛି କେତେ? 9, 2 ର 9 ହବ। ଇଏ ଗୋଟିଏ ବାହାରିଗଲା। ତେବେ ଏବେ ଦେଖିବା 4 ଆଉ 9 କୁ ଆମେ କଣ କରିପାରିବା? ତେବେ 2 ର ସ୍କୋୟାର ର 6 ଆମେ କରିବା, କାରଣ ଆମେ ଜାଣିଛେ ଯୋଉ ସ୍କୋୟାର ଏମିତି ହବ। ତେବେ 3 ର ସ୍କୋୟାର ର କ୍ୟୁବ ଆମେ କରିବା। ତେବେ ଦେଖ, ଏଠି କଣ ହବ? 2 6 ଦୁନେ 12, ତେବେ ଏଠି 3 ହେଲେ 3 ଦୁନେ 6। ତାମାନେ ଏଠି କଣ କରିହବ? ଦେଖ, 2 ର 12 ହେଲା, ଆଉ 3 ର 6 ହେଲା। ଆମକୁ କଣ କରିବାର ଅଛି? ହାଇଏଷ୍ଟ ନବାର ଅଛି। ତାମାନେ ହାଇଏଷ୍ଟ ଏଠି କିଏ? ଦେଖ, 3 ଏଇଟା ନୁହଁ କି? 2 ର 12 ଆଉ 3 ର 6। ଦେଖ କୋଉଠି ଅଛି? ତେବେ ଅପସନ ଡି ଆନ୍ସର ହେଲା। ଅପସନ ଡି ହଉଛି ଏଠି ଆନ୍ସର। क्वेश्चन नंबर 6 ଦେଖ, ଏଠି एलसीएम से ଦେଇଛି 5 8। ମୁଁ ତମକୁ କହିଥିଲି एलसीएम ବାହାର କରିବାର ଫ୍ରାକ୍ସନ ଫର୍ମୁଲା କଣ? ନା ଲବ ର एलसीएम କରିବା, ହରର HCF ନବା, ନୁହେଁ କି? ତେବେ ଆମେ ଦେଖ, ଉପରେ ଦେଇଛି 5 3, ਤੇ 5 3 ର एलसीएम କଣ ହବ? ଆମେ ଗୁଣି ଦେବା, କାରଣ ଆ ଦେହରେ କିଛି ବି କମନ ନାହିଁ। 5 3 15। ତେବେ 8 4 2 ର କଣ ହବ? 2 4 8 HCF କଣ ହବ ନା 2 ରେ ଯଦି କାଟିବା 1 ହବ, 2 ହବ, ତେବେ 4 ହବ। ଆଉ ଏଠି କିଛି ବି କଟିବ ନାହିଁ, କାରଣ ଏଠି 2 ହିଁ ସବୁଠାରୁ ଛୋଟ ଅଛି, ହେଲା। ତେବେ ଏଠି ହବା କଥା କଣ ନା 15/2। ଦେଖ, ଏଠି ବୋଧେ ଅପସନ ଭୁଲ ଅଛି, ହେଲା। ତେବେ ଏଟା କଣ ହବା କଥା? ଅପସନ ଏଟାକୁ କରିଦବା, ବି ଟାକୁ 2 ହବ, ହେଲା। ଏଠି ହବ 15/2 ହଉଛି ଆନ୍ସର, ବୁଝିହେଲା। क्वेश्चन नंबर 7 ଦେଖ, ଏଠି ସେଇଆ ଦେଇଛି 2/5 ଦେଇଛି, 3/7 ତା ସହିତ 4/9। ଆ ଦେହରେ କିଏ ସିଏ କହିଛି ହବ। ଆମେ କଣ ଜାଣିଛେ? ଉପର ଗୁଡାରେ ଲସାଗୁ କରିବା। ଉପର ଗୁଡା ଲସାଗୁ ଗଲେ ଆମେ ଦେଖି ଜାଣିଛେ 2 4 ଭିତରେ ଅଛି, 2 ଟାକୁ କାଟିଦେବା, 3 ଆଉ 4। ତେବେ 3 ଆଉ 4 ହଉଛନ୍ତି, ତାଙ୍କ ଭିତରେ କିଛି ବି କମନ ନାହିଁ, ସେଥିପାଇଁ ଆମେ କଣ କରିବା? 4 3 12 କରିଦବା, ନୁହେଁ କି? ଡାଇରେକ୍ଟ ଦେଖ, ଏଠି ଆ ଭିତରେ କିଛି ବି କଟିବ କି? 7 9 5 ରେ କିଛି ବି କଟିବନି, ତେବେ ଏଟା ହବ 1 HCF ହବ। ଆମେ ଏଠି ଜାଣିପାରୁଛେ HCF କେତେ ହବ? 1 ହବ। ତେବେ ଏଟା ଆନ୍ସର 12 ହବ। ଅପସନ ସି ହଉଛି ଆନ୍ସର ଏଟା, ହେଲା। ଦେଖ, 18 ନମ୍ବର क्वेश्चन, ଦୁଇଟି ସହମୌଳିକ ସଂଖ୍ୟା। ସହମୌଳିକ ସଂଖ୍ୟା ମାନେ କଣ ଜାଣିଛ ନା ନାଇଁ? 3 ଆଉ 4, ତା ଭିତରେ କିଛି ବି କମନ ନାହିଁ। ଯାହାର HCF, ମାନେ ତା କୋ ପ୍ରାଇମ ନମ୍ବର ତାକୁ କହିବା ଯାହାର HCF ହେଉଛି 1। 1 ଛଡା ସେ ଆଉ କୌଣସି ସଂଖ୍ୟାରେ କଟିବେ ନାହିଁ ସେ ସଂଖ୍ୟା, ବୁଝିହେଲା। ତେବେ ସେଇ ଜାଗାରେ ଆମେ କଣ ଜାଣିଛେ ନା, ସେଇ ଜାଗାରେ ଯଦି ଏ ଆଉ ବି ଦୁଇଟି ସଂଖ୍ୟା ହୁଏ, ଏ ଆଉ ବି ଦୁଇଟି କୋ ପ୍ରାଇମ ନମ୍ବର ହୁଏ, ମନେ ରଖିଥା, କୋ ପ୍ରାଇମ ନମ୍ବର ହୁଏ, ତେବେ ସେ ଦିଟାଙ୍କର ଏ ଇଣ୍ଟୁ ବି ର ମଲ୍ଟିପୁଲ ହଉଛି ଏଲସିଏମ ହବ।
बुझीगला तेबे आमे जानिचे से कहूची गुणफल होची 117 तामाने को प्राइम नंबर गुणफल होची 117 माने एलसीएम होची 117 तेबे ऑप्शन बी होची आंसर बुझीगला। क्वेश्चन नंबर 9 देखो सेही सर्वनिम्न संख्या कौन जहाकू 8 9 10 12 द्वारा भाग कले प्रत्येक क्षेत्र रे 3 बळिबो कोन भागशेष मु तुमको कहिची दीटा फॉर्मूला इंपोर्टेंट फॉर्मूला तुमको देइथिली तुम एग्जाम रे आगुर क्वेश्चन आसीची हला ता विषय रे सेथि पई तुमको देइथिली ए सब दिनस भितरे डिस्कशन कर देबा बुझियला। देखो आमे कोन करिबा मु तुमको एठी फॉर्मूला दीटा देइथिली आउ थरा फॉर्मूला कहूची मन रखिता जो जगह रे भाग शेष ए जो 3 भाग शेष देइची भाग शेष जदि सेम थिबो समान समान भाग शेष समस्तଙ୍କର भाग शेष होची 3 थिबो से जगह तमे कोन करिवो ना संख्या गुडिकर एलसीएम लसागु संख्या गुडिक गुडिकर लसागु प्लस भाग शेष मु सेठी लिखतिली हला एलसीएम प्लस रिमाइंडर इंग्लिश रे कहंदी तबे आमे 8 9 10 12 रो एलसीएम हम बाहर करिबा तबे 2 रे काटले 4 9 को 9 रहिबो तबे 5 एटा होची 6 तबे हम पुणी 2 रे काटि परिबा कोन हबो ना एटा 2 तबे 9 तबे 5 पुणी हबो 3 तबे हम यदि 3 रे पुणी 2 रे काटले 1 ते पुणी 9 तबे 5 तबे 3 पुणी जदि आमे काटिबा कोतरे 3 रे काटिबा 3 3 9 तबे 5 बंचला 1 हैला पुणी 3 रे काटले 1 1 5 1 पुणी 5 रे काटले कोन हबो 1 1 आउ 1 सब 1 हैला तबे केतुटा हला देखो 2 गुणन 2 गुणन 2 गुणन 3 गुणन 3 गुणन 5 2 दुने 4 दुने 8 8 3 24 3 72 पंचा 72 पंचा केते 72 72 पंचा होची 360 हला 360 देखो एठी होची केते गला 360 हला तबे 360 रे हम कोन मिसेबा 360 हे गला हमर केते लॉस आगु हला 360 तेबे हम कहिची कोन 360 लॉस आगु हला 360 लॉस आगु प्लस भाग शेष होची 3 तबे 3 मिसा 363 हबो तबे आंसर होची 363 ऑप्शन सी होची आंसर बुझियला बे। क्वेश्चन नंबर 10 देखो से कहिजे कोन सर्वनिम्न संख्या कोन जहाकू एतिकी संख्या को भाग कले रिमाइंडर अलगा मु तुमको कहिची भाग शेष समान थिबा कथा कहली भाग शेष जोटी अलगा थिबो उपरटा हमें समान देखिले हला भाग शेष जोटी अलगा थिबो मन रखिता सेठी कोन ना एलसीएम बा लसागु तार फार्मूला होची एलसीएम माइनस कोन ना साधारण अंतर का भितरे ना आरि भितरे आ भितरे आउ संख्या आउ भाग शेष भितरे देखो 10 रु 9 गले 1 9 रु 8 गले 1 त माने 8 रु 7 गले 1 त माने 1 होची एटी साधारण अंतर एटी साधारण अंतर केते हला 1 तबे हम एबे लॉस आगु बाहर करिबा कारण संख्या गुडी कर लॉस आगु बाहर करिबा नु कि संख्या गुडी कर लॉस आगु हमें बाहर करिबे तबे संख्या गुडी कर लॉस आगु केते होबो ना 10 9 8 संख्या तबे एटी 2 रे काटले केते होबो 5 तबे एटा काटले केते होबो 9 तबे 8 काटले 4 हबो नु कि तबे यदि हम एटा पुणी काटिबा 2 रे यदि हम काटिबा कोन हबो तबे 5 को 5 रहला 9 को 9 रहले तबे 2 रहला पुणी 2 रे काटले कोन हबो एटा 1 हबो 9 आउ 5 रहिबो तबे पुणी 5 रे काटले 1 हबो 9 रे काटले मध्य कोन 1 हबो त माने हम एटी कले 2 गुणन 2 तापर गुणन 5 तापर 9 डायरेक्ट लिखि दियो आउ 3 3 कोन लिखिया दरकार 2 दुने 4 दुने 8 8 पंचा 40 नुआ 40 नुआ 9 शून्य 0 9 चो 36 360 रु माइनस 1 हेले केते हबो ना 359 360 हे गेला त माने एटी लॉस गेला केते ना 360 360 हेला कोन ना लॉस एठी हेला केते 360 माइनस 1 गले 359 बुझियला एबे बुझियला एबे जिबा देखिबा एचसीएफ रो जो क्वेश्चन अछि हला
टोटल सबू क्वेश्चन कवर कर देछि, सबू दिन सादरे कवर कर देछि, कोनोसी दिनस छाड़ी नाही हला। 30 60 और 72 रो एचसीएफ आमे जानि छि एमती बाहर करि परिबा 30 60 और 72 रो एचसीएफ हला। एचसीएफ रे कोन करिया आमे 2 रे काटिबा, 2 रे कटिबो एटा कारण 15 तापर होछि 30 तापर होछि केते 72 के हम जदि काटिबा तबे 36 हमर एटा 2 रा सब जांग कटिबोनी तबे 3 रे काटिबा 3 5 15 3 10 3 रे काटले 1 2 12 ता माने एटा आउ कोथरे कटिबे नाही समस्त 3 दुने 6 होछि एटी आंसर केते 3 दुने 6 होछि आंसर कारण आमे ए दुईटा अंक रे कटला ता माने ए दुईटा गुणी देबा 3 दुने 6 तबे 6 होछि एटी एचसीएफ बा गसागु बुझिला। सेमती आमे जदि क्वेश्चन नंबर 12 रे देखिबा 150 225 375 हम देखिबा एचसीएफ कोन हबो ना एचसीएफ यदि हम काटी बाहर करबा बहुत समय लागिबो देखिबा बाहर करिया को चेष्टा करिबा। देखो एटी कोन कोथरे कटिबो आमे जदि एटी 3 रे काटिबा कट जिवो कारण 3 रे काटले आमे जानि परछे सब जांक मिसेले 3 हबा दरकार तबे 5 1 6 आमे जानि परछे डिवीजन सुबिरु तबे 50 हबो तबे एटा केते हबो 3 7 21 3 5 15 तबे 3 रे गले 1 3 2 6 तबे 3 5 15 तबे 125 आमे जानि परछे एटी 5 रे कटिबो ताने 5 रे करले 10 5 रे करले एठी हबो 1 5 5 25 15 5 रे करले 5 2 10 5 5 25 तबे पुणी एठी 5 रे कट जिवो किछ सुविधा नै 5 2 10 5 3 15 5 5 25 ता माने ए तीनटा आउ कहा दिरे भी कटिबे नाही समान रे कटिबे नै तबे एई तीन जण होजंदी कोन हमरो एचसीएफ आमे गुणी देले हबो 3 5 15 5 75 ऑप्शन बी होची डी आंसर बुझियला। क्वेश्चन नंबर 13 देखो से देची 2/3 4/5 और 3/2 रो एलसीएम ए जो एचसीएफ केते हबो मु जानि छि एचसीएफ जो जगह ऊपर होची कोन ऊपर कोन करिया समान कर हमको एचसीएफ ऊपर रो लब मानकर एचसीएफ हर मानकर एलसीएम कारण हमको एचसीएफ बाहर करियो देछि एचसीएफ जगह रे लबर एचसीएफ आ हर एलसीएम किंतु एलसीएम जगह रे लबर एलसीएम आउ हर एचसीएफ हला दीटांग टिके ऑपोजिट बुझिला। तबे एठी देखिले हम कॉमन किछि भी आछी ना एठी किछि भी आसुना एठी 1 हबो एचसीएफ देखो एठी किछि भी कॉमन आनी एचसीएफ 1 हबो तबे एठी एलसीएम केते हबो देखो एलसीएम एठी किछि कॉमन नै तबे गुणी देबा 5 दुने 10 3 30 होची आंसर तबे 1/30 होची एठी आंसर तबे ऑप्शन डी होची आंसर। तबे 14 नंबर देखो एठी तबे 7/15 हला 4/5 3/10 एति देखो हमें तबले एति को करचे तबे हम ऊपर उडा सब एचसीएफ नबा ऊपर एचसीएफ देखिलो किछि अछि कि किछि कॉमन अछि नाइ तबे 1 हबो एठी एचसीएफ केते 1 हबो तबे एलसीएम हमें कोन करि परिबे तळर तबे 10 5 15 जदि हम एलसीएम बाहर करबा केते हबो ना 5 रे करले 2 5 रे करले 1 5 रे करले 3 तबे 2 आउ करले 1 1 3 पुणी 3 रे करले 1 1 हबो तबे 3 2 6 6 5 30 तबे एटा केते हबो 1/30 ऑप्शन सॉरी ऑप्शन डी होची आंसर बुझियला। जदि पावर रो देथिबा हम कोन करिया एटा मन रखता सेठी हमें मैक्सिमम पावर नैथिले अधिक जहार पावर बा जहार घात हमें ताको नैथिले किंतु एठी सबरु कम घात जहार हमें नबा बुझियला। तबे देखो एठी गोटे संख्या देछि तार सबटर कम घात आ दीटा अंक रे थिबा दरकार तबे 2 भी एठी अछि 2 भी 3 भी एठी अछि हमें नबा तबे 2 रो केते हबो देखो 2 रो सबटर कम घात स्क्वायर तबे 3 रो सबटर कम घात 3 रो 5 तबे एटा हबो आंसर 2 रो स्क्वायर आउ 3 रो 5 2 रो स्क्वायर आउ 3 रो 5 होची आंसर ऑप्शन ए आंसर। देखो 16 नंबर फाइंड द एचसीएफ ऑफ ए संख्या एतिकी और एतिकी भितरे देखो हम एटी कोन करबा सबटर कम नबा 2 रो तबे 2 रो 1 होची सबटर कम देखो 3 टांग रे अछि 3 टांग रे थिबा दरकार अनुकिता 3 3 रे सबटर 3 टांग रे अछि जोटा 3 टांग रे नथियो सेटा को हम नबानी कॉमन जोटा नथियो 3 टांग रे हम ताको नबानी 3 रो 1 होची 1 तबे 5 भी 5 रो भी स्क्वायर 1 होची सबटा छोटो 2 3 5 तबे 5 3 15 दुने 30 तबे 30 होची आरो एचसीएफ तबे ऑप्शन ए होची आंसर बुझियला।
ଏବେ ବୁଝି ହେଇଥିବ ହେଲା। ତାପରେ ଦେଖ क्वेश्चन नंबर 17 ସେଇ ବୃହତ୍ତମ ସଂଖ୍ୟା କହିଛି ମାନେ ଏଠି HCF କଥା କହୁଛି। କାହା କଥା? HCF କଥା କହୁଛି। ସେ କହୁଛି 155 ଆଉ 307 କୁ ଭାଗ କଲେ ଯଥାକ୍ରମେ 5 ଆଉ 7 ବାକି ରହିବ। ଯଦି ଆମେ ଏତିକୁ କୌଣସି ଗୋଟେ ସଂଖ୍ୟା ଦ୍ୱାରା ଭାଗ କରିବା ତା ଦେହରେ ଭାଗଶେଷ କେତେ ରହିବ ନା 5 ଆଉ 7। ଆମେ ଦେଖ ଆଦିରୁ ଯଦି ଆମେ 5 ଫେଡ଼ିଦବା 55 ରୁ 5 ଫେଡ଼ିଲେ କେତେ ହବ ନା 150 ସେଇ ସଂଖ୍ୟାଟି ହବ ମାନେ ସେ ସଂଖ୍ୟାଟି। ତେବେ 307 ରୁ ଯଦି ଆମେ 7 ଫେଡ଼ିଦବା ତେବେ ଆମେ କଣ ହେଇଯିବ ଏଠି 300 ହେଇଯିବ। ତାମାନେ 150 ଆଉ 300 ଦ୍ୱାରା କୋଉ ଗୋଟେ ସଂଖ୍ୟା ଭାଗ ହବ ହାଏଷ୍ଟ ସବୁଠାରୁ ବଡ଼ ସଂଖ୍ୟା। ତାମାନେ ଆମେ ଆର କଣ ବାହାର କରିବା HCF ତେବେ 150 ର 30 ର HCF ଆମେ ବାହାର କରିବା। ମୁଁ ଏଠି ଗୋଟେ ଆଉ ଗୋଟେ ଫର୍ମୁଲା କହିଦେଉଛି ଦେଖ ଯୋଉ ଜାଗାରେ ଦେଖ ଛୋଟ ସଂଖ୍ୟା ବଡ଼ ସଂଖ୍ୟା ଭିତରେ ଆସୁଥିବ ଛୋଟ ସଂଖ୍ୟାଟି HCF ହବ ହେଲା। ବଡ଼ ସଂଖ୍ୟାଟି LCM ହବ ମୁଁ କହିଥିଲି ତେବେ ଛୋଟ ସଂଖ୍ୟାଟି HCF ହବ ତାମାନେ 150 ଟି HCF। ତେବେ ଅପସନ୍ ଡି ହେଉଛି ଆନ୍ସର। ଏଟା ସବୁଠାରୁ ବୃହତ୍ତମ ସଂଖ୍ୟା କିଏ ନା 150 ଯୋଉଟା କି ଏ ଦିଟାଙ୍କ ସଂଖ୍ୟା ଭିତରେ ହବ ବୁଝିଲା। ସେମ ଦେଖ ଏଠି ଫାଇଣ୍ଡ ଦ ଗ୍ରେଟେଷ୍ଟ ଲେନ୍ଥ ସେ କହୁଛି ସବୁଠାରୁ ବଡ଼ ସର୍ବୋଚ୍ଚ ଲମ୍ବ ଆମେ ଏଠି କୋଉଟା କରିବା ନା ତିନିଟାଙ୍କର ଆମେ ଗସାକୁ ନେଇଯିବା 24 32 42 ର ନେଇଯିବା। ତେବେ 2 ହେଲେ କେତେ ହବ 12 ତେବେ 16 ଏଟା ହବ କେତେ 21। ତେବେ ଆଉ ତିନିଟାଙ୍କ କୋଉଥିରେ ବି କଟିବନି ତେବେ 2 ହେଉଛି HCF। ତେବେ ଅପସନ ବି ହେଉଛି आंसर बुझीगला। देख ये तेरे क्वेश्चन नंबर 19 देख से कह रेशियो रेशियो माने सबुठारु छोट मन रखिता रेशियो मतलब होची एटा रेशियो विषय रे देछि। रेशियो विषय रे मैं इथरे कहि दोछि तुम एग्जाम रे काम रे लागिवो तुमर ए सब जिनस तुम एग्जाम रे अछि हला छोट छुआ भलिया मु तुम पढौने तुम एग्जाम रे जहां भी आसीबो से सब जिनस मु पढौछि एठी बुझियला। तबे 5:7 मते कह 5:7 जतबेले मु कहूछि एटा सबुठारु कम तामाने मु एठी जानिछि एलसीएम केते हबो एलसीएम जदि मु एई रेशियो रे एलसीएम कथा कहबी तेबे हबो 5 * 7 = कोन जतबेले रेशियो देथिबो त एलसीएम देथिबो डायरेक्ट गुणी दबो 5 * 7 = 35। मन रखो गोटिए कॉमन संख्या देरे के ना 8 तेबे आदरे कोन करियो ना 8 गुणी दबो। एठी फार्मूला गोटी हे गला तुम मन रखि देई परिबो कोन ना जो जगह रे तुमको देथिबो रेशियो एलसीएम पचार एचसीएफ बाहर करिया देथिबो तमे डायरेक्ट कोन करिवो ना रेशियो को गुणिबो हला रेशियो को अनुपात को गुणी दबो हला ता सहित जो कॉमन संख्या थिबो दिटा गुण माने रेशियो गुणन दिटांग रेशियो सहित कॉमन संख्या सब जा गुण दो 35 अष्टा 35 टा 8 40 गुण रखी 1 8 3 24 1 8 3 24 1 25 250 होच आंसर ऑप्शन सॉरी कोटोटे भूल कले देखिबा देखो कोन होला ना एठी कोन करिया ना हमें गुणी दबा देखो एठी कोन हबो HCF देखो 5 35 3 5 35 35 रो अष्टा 35 रे 8 गुणे देखिबा 35 रे 8 5 40 शून्य रखी 4 8 3 24 4 28 सॉरी एटा गुणी बेर भूल हेतला तबे 280 ऑप्शन बी होची आंसर बुझियला। तबे फार्मूला मन रहिला तबे दिटांग रेशियो को एलसीएम पचार थिबो एचसीएफ देथिबो रेशियो देथिबो दिटा संख्या तबे रेशियो दिटा गुणी की जोटा एचसीएफ देथिबो ताकू गुण दबो जति के हबो आंसर बुझियला। एबे जीवा 20 नंबर देखिबा दुईटी संख्यार अनुपात देछि एलसीएम देछि एचसीएफ तमे ए जगह रे कोन करिवो म देखो दुईटा संख्या देछि 3 * 4 तबे आमे जानि छे 4 3 12 12 यूनिट होछि एठी 480 तबे 1 केते हबो कारण आमे दिटांगर गुणी देले एलसीएम हबो हम जानि छे। तबे गोटे काम करिवो दिटांको गुणी देबो जति की भारिबो सेटा तळे कोन करिवो रेशियो दिटांको गुणी देकी तळे लिखि दबो। मु एठी जदि कहिबी तबे एलसीएम को लिखिबो रेशियो दिटा गुणी दबो 3 * 4 गुणी दबो ता माने एठी 480 3 * 4 होछि केते 12 बे 480 बाय 12 12 चो 48 तबे 40 तबे ऑप्शन सी होछि एठी आंसर बुझियला। दिटा फार्मूला शॉर्टकट मु सब कहि कि जाउछि मन रखिबो सब लिखिबो खाता रे बुझ पाइलो आ जहा भी असुविधा अछि त मेसेज करो हला। दुईटी संख्या रे एचसीएफ होछि केते 6 एलसीएम होछि एतिकी संख्या गोटे देछि एठी फार्मूला मन रखिथिबो गोटे फार्मूला एटा इंपोर्टेंट एटा सब थरे पढुछि एटा पढियो भी तम एग्जाम रे एटा मन रखिता संख्या द्वय रो गुणफल इक्वल टू एलसीएम इंटू एचसीएफ रो गुणफल मन रखिला संख्या द्वय
ନାହିଁ ଏଠି गोटे संख्या को आम बी नहीं जाई परिबा तेबे गोटे संख्या देछि 42 आ गोटे संख्या को आम बी धरिनियो एलसीएम देछि एठी 84 तेबे एचसीएफ होछि 6 आम एठी डायरेक्ट बी को रखी आम कोन करि परिबा ना 84 गुणन 6 बाय 42 करि परिबा 42 दुने 84 तेबे 6 दुने 12 तेबे ऑप्शन ए होछि आंसर एठी ଆମେ ଯଦି ଏମିତି କାଟିକି ଜଲ୍ଦି ବି କରିପାରିବା କାରଣ ଆମକୁ ଗୁଣିଲା ବେଳକୁ ସମୟ ଯିବ। ତେବେ ଦେଖ क्वेश्चन नंबर 22 ଯଦି ଦୁଇଟି ସଂଖ୍ୟାର ଏଲସିଏମ ଏଚସିଏଫ ଯଥାକ୍ରମେ ଏଲସିଏମ ଦେଇଛି ଏଚସିଏମ ଗୋଟିଏ ସଂଖ୍ୟା ଦେଇଛି ଆମେ କଣ କରିବା ଗୋଟିଏ ସଂଖ୍ୟା 35 ଦେଲେ ଆଉ ଗୋଟେ ସଂଖ୍ୟା b ଫର୍ମୁଲା ଜାଣିତେ ତେବେ 70 ଗୁଣନ 7 ଆମେ ଡାଇରେକ୍ଟ b ଟାକୁ ଏଠି ରଖ 70 ଗୁଣନ 7 ରେ ଆମେ 35 କୁ ଯଦି ଗୁଣିବା 35 ଦୁନେ ହବ ତେବେ 7 ଦୁନେ 14 ତେବେ ऑप्शन बी होची आंसर एठी आ गोटे संख्या बुझियला। तापर देखो 23 नंबर से कहछि दुईटी संख्यार एलसीएम दुईटी संख्यार देछि केते 84 आमे रेशियो दे देछि ता माने आमे एठी जेन्युइन भाबरे जानिछे 2:3 रेशियो माने एटा आमे यदि गुणी दबा सबुठारु लास्ट संख्याटा दीटांग रेशियो गुणले केते 5 5 होछि केते 84 ହେଲା ତେବେ ସେମାନଙ୍କର ଯୋଗଫଳ କେତେ ସେ କହିଛି କାହାର ଦେନ୍ ଦ ଫାଇଣ୍ଡ ଦ ସମ୍ ଅଫ ଦ ନମ୍ବର ସେ ଯୋଉ ନମ୍ବର ଦିଟାଙ୍କର ଯୋଗଫଳ କେତେ ଏଠି ବାହାର କରିବା ତାମାନେ ଏଠି ସଂଖ୍ୟା ଦୁଇଟାର ଆମେ ବାହାର କରିବା ତେବେ ଆମେ କଣ କରିବା ନା ଏଠି ଦେଇଛି 5 କୁ ଆମେ ବାହାର କଲେ କେତେ ନା 84 ରେ 5 କୁ କେତେ 84 ରେ ବାହାର କଲେ ଯଦି 5 କୁ 84 ବାହାର କଲେ 1 କେତେ ହବ ନା 84 ବାଇ 5 सॉरी एठी भूल है देख भूल गला कौन ना एठी गुणिबा कथा मु ताको 5 कर देछि देखो 2 गुणन 3 होछि केते 3 84 ता माने 3 दुने 6 होछि 84 तबे 1 केते हो मते को 84 बाई 6 6 के 6 6 24 14 तबे 1 जदी 14 हुए संख्या दुईटी केते हो 1 जदी 14 हुए तबे दीटांग संख्या केते 5 टोटल 5 नु कि 5 हेले केते हबो 5 गुण दिए तबे 70 हबो एटा मन तो कोन पई ना रेशियो दीटांग मिसै दियो दीटांग संख्या सेति हबो 2 + 3 होची केते 5 तबे 5 गुणी देले केते हबो 70 तबे ऑप्शन डी होची आंसर हला ये रेशियो रा आउट के तुम भलसे सिखि परिबो बुझबला तमे जेमति पढिचो आज जांगे बळद होलिया सेति पई तुमे सब दिन को बुझि पारनथियो तुमको बहुत डिफिकल्ट लागे किंतु कॉम्पिटिटिव पई पढिया कोले ए सब दिन ही सिखिबाको पडिबो दुटी संख्या अनुपात 2:3 सेमानकर एलसीएम होची एतिकी दुटी संख्यार अनुपात देछि एतिकी तबे 2 * 3 होची केते 120 3 दुने 6 होची 120 1 केते हबो 120 बाई 6 तबे 20 हबो 1 जदी 20 हला तबे एटी संख्या दीटा केते 5 टोटल यदि स्मॉलेस्ट संख्या एटी देछि के 2 2 होची स्मॉलेस्ट संख्या बे 2 गुणन 20 होची केते 40 सबुठु बड़ संख्या कहतंदे तबे 3 3 रे गुणी दिता हमें 20 जति खैतंदे सेतिकी तबे एटी 40 हला तबे ऑप्शन सी होची आंसर ऑप्शन सी होची आंसर एटी बुझियला ऑप्शन सी होची आंसर ये थिला 24 टा क्वेश्चन ता सहित टोटल कांसेप्ट सहित क्वेश्चन म ऑलरेडी पढाई देली एचसीएफ आ एलसीएम रो बुझियला एबे जिबा देखिबा प्रीवियस ईयर रे तमर कोन क्वेश्चन अछि ए पीडीएफ तुमको मिल जिवो टेलीग्राम रे तुमको ए पीडीएफ मिल जिवो नो डाउट तुमे सेठु नै की पढी परिबो बुझियला एबे जिबा हमें देखिबा कोन ना जो क्वेश्चन आगुर आस्तिला तुमरो एग्जाम रे सिटी एग्जाम रे से सब को डिस्कशन कर देबा नु की देखो तुम एग्जाम रे आस्तिबा क्वेश्चन डिस्कशन करियो एग्जाम रे ऑलरेडी जोडा आसीची तुम एग्जाम रे ऑलरेडी जोगुडा आसी से सब क्वेश्चन को हम डिस्कशन करिए देखो एठी देइची देखो क्वेश्चन आसी गोटे एचसीएफ बा 220 आ 55 रो गसाउ केते मु तुमको गोटिए कथा एठी कहितली 220 आ 55 रो गसाउ हम एम्ति बाहर करि परिबा हमें देखो एठी कोन ना 5 रे कटि जिवो 5 20 5 सॉरी 5 20 5 20 कटिबो तबे एठी काटले 11 हबो तबे जदि पुणी काटिबे तबे 11 रे कटिबो तबे 4 हबो तबे 1 हबो आउ कोठी भी कटिबोनी त माने 11 5 55 तबे ऑप्शन ए होची एठी आंसर ऑप्शन ए होची कोन ऑप्शन ए होची एठी आंसर ऑप्शन ए होची एठी आंसर ता तो आउ गोटी जिंस मु तुमको कहिदिली एटा मन रखिथिबो
ହେଲା କାରଣ 2 ମିନିट ରେ क्वेश्चन आंसर ହେଇଯିବ ଯଦି 1 ମିନିट ରେ ତୁମର क्वेश्चन आंसर ହବ ତେବେ ଆମେ ସେଟା କଣ ପାଇଁ କରିବାନି ଦେଖ 55 220 ଭିତରେ ଆସୁଛି ନା ନାହିଁ ଆସୁଛି ଦେଖ 55 ଚୋ 220 ତା ମାନେ ଛୋଟ ସଂଖ୍ୟାଟା ହଉଛି ଗସାଗୁ ତେବେ ଅପସନ ଏ ହଉଛି ଆନ୍ସର ବୁଝିହେଲା ଏବେ ଯିବା ଦେଖିବା ସେକେଣ୍ଡ क्वेश्चन ନୁହେଁ କି ଦେଖ ଆଉ ଗୋଟେ क्वेश्चन ଆସିଥିଲା ଦେଖ ପୁରା ମଜା ଭଲ क्वेश्चन ଆଉ ବଢିଆ ସେ ତୁମେ ଦେଖିନିଅ ଦେଖ କହୁଛି ଯଦି ଦୁଇଟି ସଂଖ୍ୟାର ଗସାଗୁ ଲସାଗୁ ଏତିକି ତେବେ ଦୁଇଟି ସଂଖ୍ୟାର ଗୁଣଫଳ କଣ ମୁଁ ତମକୁ ଫର୍ମୁଲା ମଧ୍ୟ କହିଛି ମୁଁ ତମକୁ ଫର୍ମୁଲା କହିଛି ଫର୍ମୁଲା କଣ ନା ଦୁଇଟି ସଂଖ୍ୟା ଗୁଣଫଳ ଇକ୍ୱାଲ ଟୁ ଏଲସିଏମ ଇଣ୍ଟୁ କଣ ଏଚସିଏଫ ବୁଝିଗଲା ତେବେ ଦୁଇଟି ସଂଖ୍ୟାର ଗୁଣଫଳ ଆମକୁ ବାହାର କରିବାର ଅଛି ତାମାନେ ଦିଟାଙ୍କୁ ଏଲସିଏମ ଏଚସିଏଫ କୁ ଗୁଣିଦେଲେ ବାହାରିବ ଆଉ କଣ 12 ଆଉ 48 କୁ ଆମେ ଗୁଣିଦେଲେ ବାହାରିବ ନୁହେଁ କି 8 ଦୁନେ 16 6 ରଖି 1 8 କେ 8 1 9 4 ଦୁନେ 8 4 के 4 ତେବେ 6 तो 17 7 ରଖି 1 ତେବେ 5 576 ଦେଖ 576 କୋଉଠି ଅଛି 576 ଅପସନ ବି ରେ ଅଛି ଅପସନ ବି ରେ ତମର 576 ଅଛି ଦେଖୁଛ ନା କେତେ ସହଜ ବହୁତ ସହଜ क्वेश्चन ଆସୁଛି ଆଉ ତୁମର ଯେତିକି ବି क्वेश्चन ଆସୁଛି ସେ ଟାଇପ ର ସବୁ ମୁଁ ପଢେଇ ଦେଇଛି ଦେଖ ଏଠି ବି ଗୋଟେ ଆସିଛି ଯୋଉ ଟାଇପ ର ମୁଁ ଅଲରେଡି ପଢେଇଛି ଦେଖ ସେ କହିଛି ରେସିଓ ଅଫ ଟୁ ନମ୍ବର ଗୋଟେ ରେସିଓ ଅଫ ମୁଁ ଏଇ ସବୁ ଟାଇପ ର ଅଲରେଡି ପଢେଇଛି ସେଇ ସବୁ ଆଗକୁ ଆସିଛି ସେଥିପାଇଁ ତ ମୁଁ ଏ ସବୁ ଜିନିଷକୁ ନେଇକି ଭଲସେ ପଢେଇଛି ବୁଝିହେଲା ତୁମେ ଭାବନି ଯେ ମୁଁ ଏ ସବୁ ଜିନିଷକୁ ଯୋଉ ପଢେଇଲି ସେ ସବୁ ଜିନିଷ ମୁଁ କାହାକୁ ଅଙ୍ଗନବାଡି ଭଳିଆ ଆସିକି ପଢଉଛି ନୁହଁ ମୁଁ ତମର ଯେତିକି ବି ଆଇଛି ସେ ସବୁ ଜିନିଷକୁ ଫଲୋ ଅପ୍ କରିକି ପଢଉଛି ତେବେ ସେ କହିଛି କଣ ନା 3 ଆଉ 4 ର ରେସିଓ ଦେଇଛି ଏଟା ରେସିଓ ଦେଇଛି ତାମାନେ ରେସିଓ କୁ ଗୁଣିଦେଲେ ଯେତିକି ହବ ସେଇଟା କଣ ଗୋଟେ ଏଲସିଏମ ହବ ଆରେ ଏଲସିଏମ ହବ ତାମାନେ 3 ଇଣ୍ଟୁ 4 ଗୁଣିଲେ କେତେ ହବ 180 ହବ 4 3 12 କେତେ ହବ 180 ହବ ସେ ଦେଇଛି କଣ ନା ପ୍ରଥମ ସଂଖ୍ୟା ହଉଛି 3 ତେବେ 3 ଟା ଆମେ ବାହାର କରିବା ତାମାନେ ମତେ ଦେଖିନିଅ 12 ଯଦି ହେଲା ତେବେ 1 କେତେ ହବ 180 ବାଇ 12 ନୁହେଁ କି 12 ଯଦି ଆମେ କାଟିଦେବା କେତେ ହବ 12 କାଟିଲେ 12 କେ 12 12 5 60 ତେବେ 15 ହବ ଏଟା କେତେ ହବ 1 ଯଦି 15 ହେଲା ତେବେ ସଂଖ୍ୟା ଫାର୍ଷ୍ଟ ସଂଖ୍ୟାଟି କେତେ 3 ତେବେ 15 କୁ 3 ରେ ଗୁଣିଲେ କେତେ ହବ 15 3 45 ତେବେ ଅପସନ ଏ ହଉଛି ଏଠି ଆନ୍ସର ବୁଝିହେଲା ଅପସନ ଏ ହଉଛି ଏଠି ଆନ୍ସର ତେବେ ଦେଖ क्वेश्चन नंबर ଆଉ ଗୋଟେ ଦେଖ ସେ କହୁଛି ଏଚସିଏଫ 24 ଆଉ 36 ସେ କହୁଛି 24 ଆଉ 36 ର ଏଚସିଏଫ ବାହାର କରିବା ଡାଇରେକ୍ଟ ଦେଖ ଆମେ 2 ରେ କାଟିଲେ ଏଠି 12 ହବ 2 ରେ କାଟିଲେ 18 ହବ ଆମେ ପୁଣି କାଟି ପାରିବା କୋଉଥିରେ 2 ରେ କାଟିଲେ ବି ହବ 6 ଆଉ କଣ 9 ହବ ତେବେ ପୁଣି 3 ରେ କଟିଯିବ ଦେଖ 2 ଆଉ 3 ଆଉ ଏଠି କଟିବ ନା ଏଠୁ ଛାଡି ଦିଅ ତେବେ 2 ଦିନେ 4 4 3 12 ତେବେ ଅପସନ ଡି ହଉଛି ଆନ୍ସର ବୁଝିହେଲା ତାପରେ ଗୋଟେ क्वेश्चन ଆସିଥିଲା ଦେଖ ସବୁ ଯାକ क्वेश्चन ମୁଁ କଲେକ୍ଟ କରିଦେଇଛି नो डाउट ସବୁ ଯାକ ତୁମର ଏଥିରେ ହେଇଯିବ ହେଲା ସେ ଦେଇଛି ଗସାଗୁ 12 ଦେଇଛି ଗସାଗୁ 12 ଲସାଗୁ ହଉଛି 216 ହେଲା ଏ ମଧ୍ୟରୁ ଯଦି ଗୋଟିଏ ସଂଖ୍ୟା ହଉଛି 24 ଗୋଟିଏ ସଂଖ୍ୟା 24 ହୁଏ ଆଉ ଗୋଟେ ସଂଖ୍ୟା କଣ ଆଉ ଗୋଟେ ସଂଖ୍ୟାକୁ ବି ନେବା 12 ଗୁଣନ 216 କରିବା ତେବେ ଦେଖ ଆମେ ଏଠି କଣ କରିବା ବି କୁ ରଖ 12 ଗୁଣନ 216 ବାଇ 24 କର କିଛି ଅସୁବିଧା ନାହିଁ 12 କାଟିଲେ 2 ଏବେ 2 ରେ କାଟିଲେ କେତେ ହବ 2 ରେ କାଟିଲେ 1 0 ଏଟା ହଉଛି 8 କେତେ ହବ 108 ଅପସନ ବି ହଉଛି ଆନ୍ସର ସେ କହିଛି ଦେଖ ଆଉ ଗୋଟେ क्वेश्चन ଆସିଥିଲା ଦେଖ ସେ କହିଛି ଦ ଏଲସିଏମ ଆଣ୍ଡ ଦ ଏଚସିଏଫ ଅଫ ଟୁ ନମ୍ବର ଆର କେତେ ସେ କହିଛି ଏଲସିଏମ ଗୋଟେ ନମ୍ବରର 252 ଏଲସିଏମ ଏଚସିଏଫ ହଉଛି ଗୋଟେ ନମ୍ବର କେତେ 6 ଉକ୍ତ ସଂଖ୍ୟାର ଗୋଟିଏ ସଂଖ୍ୟା ହଉଛି 42 ଆଉ ଗୋଟେ ସଂଖ୍ୟା କେତେ ହବ ସପୋଜ ଧର ମୁଁ ଏଠି କଣ କରିପାରିବି ଆମେ ଜାଣିଛେ 42 ହେଲା ଆଉ ଗୋଟେ ସଂଖ୍ୟା ବି ନେଇଯାଇ ପାରିବା ତେବେ 252 ଗୁଣନ 6 ଆମେ କରିଦେଇ ପାରିବା ତେବେ ଡାଇରେକ୍ଟ ବି କୁ ରଖିକି ଟିକେ 252 ଗୁଣନ 6 କରିକି 42 ଟାକୁ ନେଇ ଆସ ତେବେ 6 ରେ ଯଦି ଆମେ କାଟିଦେବା କେତେ ହବ 6 42 7 ତେବେ 7 ରେ ଅଧିକ 7 ରେ କାଟିଲେ କେତେ ହବ 7 21 7 3 21 ହବ ତେବେ 4 42 742 742 ତେବେ ଏଟା କେତେ ହବ 36 ତେବେ 36 ହବ ଅପସନ ଡି ହଉଛି ଏଟା ଆନ୍ସର ବୁଝିଲା
देखो ଆଉ ଗୋଟେ क्वेश्चन ଆସିଥିଲା जो क्वेश्चन ऑलरेडी ମୁଁ କରେଇଛି ଦେଖ ଯୋଉ ଟାଇପ ର ତୁମକୁ କେହି ବି ଓଡିଶାରେ ଏଟା କରେଇବେନି ସିଟି ମାନେ କଣ ଛୋଟ ଛୁଆଙ୍କ ବୁକ୍ ଧରିକି ତମକୁ ଏମିତି ପଢେଇ ଦଉଛନ୍ତି ବୁଝିପାରିଲ କିନ୍ତୁ क्वेश्चन ସେତେ ସହଜ ଆସୁ ନାହିଁ ହେଲା ଏଟା ଫର୍ମୁଲା ମୁଁ କଣ କହିଥିଲି ନା ଏଟା ହଉଛି ଫର୍ମୁଲା ଏଲସିଏମ ବାହାର କର ସଂଖ୍ୟା ମାନଙ୍କର ତା ସହିତ କମନ ମାଇନସ କରିଦିଅ କମନ ଡିଫରେନ୍ସ ବା ସାଧାରଣ ଅନ୍ତର ଆମେ ଏଟା କଣ କରିପାରିବା ଲସାଗୁ ବାହାର କରିଦବା ସଂଖ୍ୟା ଗୁଡିକର ଲସାଗୁ ବାହାର କରିଦବା ଯେତିକି ହବ ତା ଦେହରୁ ସାଧାରଣ ଅନ୍ତରକୁ ଫେଡିଦବା ସାଧାରଣ ଅନ୍ତରକୁ ଫେଡିଦବା ସେ ଯେତିକି ହବ ସେତିକି ଏବେ ଲସାଗୁ ମତେ କୁହ 26 36 ଆଉ 56 26 36 56 ର ଲସାଗୁ ବାହାର କରିବା ଏବେ 26 36 ଆଉ 56 ର ଲସାଗୁ ଆମେ ଦେଖିବା ଦେଖ ଆମେ ଯଦି 2 ରେ କାଟିବା କଣ ହବ ଏଟା 13 2 ରେ କାଟିଲେ ଏଟା କେତେ ହବ 18 2 ରେ କାଟିଲେ ଏଟା କେତେ ହବ 2 8 28 ତେବେ ଆମେ ପୁଣି 2 ରେ ଯଦି ଆମେ କାଟିବା 13 ରହିବ ତେବେ ଏଟା କଣ ହବ 18 ଏଟା କଲେ 9 ହବ ଏଟା କଲେ 1 ତେବେ 4 14 ହବ ତେବେ ଆମେ ଏଟା ପୁଣି ଯଦି କାଟିବା କଣ ହବ ନା ପୁଣି ଆଉ କିଛି କାଟିବା ନା ଆମେ ଏଟା ଡାଇରେକ୍ଟ ଗୋଟେ କାମ କରିବା ଏଟା ଗୁଣି ଦବା କଣ କରିବା ଡାଇରେକ୍ଟ ଆମେ ଗୁଣି ଦବା ଏତେ ଆଉ ଆଗକୁ ବାହାର କରିବା ନାହିଁ ଫାଲତୁ ଜିନିଷ କଣ ନା 2 ଗୁଣନ 4 ହବ ତେବେ 4 ଗୁଣନ 13 ଗୁଣନ 9 ଗୁଣନ 14 ଆମେ ଗୁଣିଦବା ଦେଖିବା ଗୁଣିଲେ କେତେ ହବ ତେବେ 4 ରେ ଗୁଣିଲେ 4 3 12 2 ରଖି 1 4 के 4 1 5 52 ହେଲା ତେବେ 52 ରେ 9 ଗୁଣିଲେ 9 ଦୁନେ 18 18 8 ରଖି 1 9 ପଞ୍ଚା 45 1 46 ତେବେ 468 ଦେଖ ଆମେ 468 ରେ ଆମେ କଣ କରିବା ନା 14 କୁ ଗୁଣିବା 468 ରେ 14 କୁ ଆମେ ଗୁଣିବା ଯେତିକି ହବ ଦେଖିବା ବୁଝିଲା 468 ରେ 14 468 ରେ ଆମେ କଣ ଗୁଣିବାକୁ ପଡିବ ନା 14 ଗୁଣିବା 468 ଗୁଣନ 14 8 32 2 ରଖି 3 6 24 3 27 7 ରଖି 2 4 16 2 18 ନୁହେଁ କି 21 ଟା 8 21 6 21 4 2 7 14 15 5 ରଖି 1 8 6 14 ରଖି 1 ଏବେ 5 କଲେ 6 ହବ ନୁହେଁ 6552 ତାମାନେ 6552 ହେଇଗଲା ତେବେ ଆମେ ଦେଖ 6552 ରୁ ଆମେ କଣ କରିପାରିବା କମନ ଡିଫରେଣ୍ଟ ଫେଡିବା ଦେଖ 26 ରୁ 6 ଗଲେ କେତେ ହବ ନା 20 36 ରୁ 16 ଗଲେ 20 ତାମାନେ ସବୁର କମନ ଡିଫରେଣ୍ଟ ହେଲା କେତେ ନା 20 ଏବେ 6552 ମାଇନସ 20 ତାମାନେ 6532 ହଉଛି ଆନ୍ସର ତେବେ ଅପସନ ସି ହଉଛି ଏଟା ଆନ୍ସର ବୁଝିହେଲା ଏବେ ତେବେ ଇଏ ଥିଲା ସବୁ ଯାକ क्वेश्चन तुमको पीडीएफ जदि दरकार पीडीएफ दरकार तमे कौन करि परिबो ना टेलीग्राम चैनल रे लिंक रू नेकी पढ़ी परिबो नो डाउट सब दिन मु तुमर कवर कर देली प्रीवियस ईयर विथ बहुत गुडे क्वेश्चन हला बहुत बड़ वीडियो होई पारे किंतु तुमरो समय आधरे यूटिलाइजेशन हबो थरेकरे सब जिनिस कवर हो जिवो बुझिगला थैंक यू फॉर वाचिंग आगु को एमती वीडियो देखिया पे तुम चैनल को सब्सक्राइब कर बेल आइकन को दबाई देता वीडियो को लाइक करो और तुम सांग मान को शेयर कर दियो थैंक यू फॉर वाचिंग